ତ ପିଲାମାନେ ମୁଁ ଆଶିଷ ତୁମମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ତ ଆଜିର ଭିଡ଼ିଓରେ ଆମେ ଷଷ୍ଠ ଶ୍ରେଣୀର ଚତୁର୍ଥ ନମ୍ବର ଅଧ୍ୟାୟ ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁର ସମସ୍ତ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ ଆମେ ଦୈନନ୍ଦିନ ଜୀବନରେ ଆମେ ପ୍ରତିଦିନ ଆମେ କେଉଁ ବସ୍ତୁ ବ୍ୟବହାର କରୁ ତାର ଆମେ ସମସ୍ତ ପ୍ରଶ୍ନ ଆମେ ଜାଣିଛୁ। ଭିଡ଼ିଓଟି ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବେ। ତ ଚାଲ ଭିଡ଼ିଓକୁ ଆରମ୍ଭ କରିବା। ପ୍ରଥମେ ଦେଇଛି କେଉଁ ଶବ୍ଦଟି ସେହି ଶ୍ରେଣୀ ପାଇଁ ଉପଯୁକ୍ତ ନୁହେଁ ଚିହ୍ନାଅ। କରିଦେଇଛି ଝୋଟ, ତୁଲା, ପଲିଷ୍ଟର, ପଶମ। ତ ଉତ୍ତର ଯିବ ପଲିଷ୍ଟରଟି ଅଲଗା। ଖର ଅଛି ତୁଲା, ଝୋଟ, ପଶମ, ନଡ଼ିତା। ଏମାନଙ୍କ ମଧ୍ୟରୁ ନଡ଼ିତା ହୋଇଯିବ। ପ୍ରଶ୍ନ ନମ୍ବର କରିଦେଇଛି ତୁଳା, ରେଶମ, ପଶମ ଓ ନଡ଼ିଆ କତା। ତ ନଡ଼ିଆ କତାଟି ଅଲଗା ହୋଇଯିବ। ଏହା ପ୍ରଶ୍ନ ନମ୍ବର 2କୁ ଦେଖିବା। ପ୍ରଶ୍ନ ନମ୍ବର 2ରେ ଦେଇଛି ତଳେ ଦେଇଥିବା ଶବ୍ଦ ଦ୍ୱୟ ମଧ୍ୟରେ ଥିବା ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ। ଏଠି ରେଶମ ଓ ପଶମ ଦେଇଛି। ତ ଏମାନଙ୍କ ମଧ୍ୟରେ ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖିବା। ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ। ତ ପ୍ରଥମେ ତାର ରେଶମ ଓ ପଶମର ଦେଖିନେବା। ରେଶମ ଓ ପଶମ ମଧ୍ୟରେ ସାମଞ୍ଜସ୍ୟ ପାର୍ଥକ୍ୟ କ'ଣ? ତ ରେଶମ ଓ ପଶମ ଉଭୟ ତନ୍ତୁ ପ୍ରାଣୀଠାରୁ ମିଳିଥାଏ। ଏହା ହେଉଛି ସାମଞ୍ଜସ୍ୟ ସମାନତା ହେଲା। ଏହା ଦୁଇ ରେଶମ ଓ ପଶମ ପ୍ରାଣୀଙ୍କଠାରୁ ମିଳିଥାଏ। ରେଶମ ପୋକ ତିଆରି କରୁଥିବା କୋଷାରୁ ରେଶମ ତନ୍ତୁ ବାହାରେ, କିନ୍ତୁ ପଶମ ମୁଖ୍ୟତଃ ମେଣ୍ଢା ଲୋମରୁ ବାହାରିଥାଏ। ତ ରେଶମ କେଉଁଥିରୁ ବାହାରିଥାଏ? ରେଶମ ପୋକ ତିଆରି କରୁଥିବା କୋଷାରୁ ରେଶମ ତନ୍ତୁ ବାହାରେ, କିନ୍ତୁ ପଶମଟି ମେଣ୍ଢା ଲୋମରୁ ବାହାରିଥାଏ। ଏବେ ଦେଇଛି ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ସାମଞ୍ଜସ୍ୟ ପାର୍ଥକ୍ୟ କ'ଣ? ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ଉଭୟରୁ ପୋଷାକ ତିଆରି ହୁଏ। ତ ଏହି ଦୁଇଟିରୁ ପୋଷାକ ତିଆରି ହୋଇଥାଏ। ତୁଳା, ଝୋଟ, ରେଶମ ଓ ପଶମ ଆଦି ପ୍ରାକୃତିକ ତନ୍ତୁ ସାଧାରଣତଃ ଉଦ୍ଭିଦ ଓ ପ୍ରାଣୀଙ୍କଠାରୁ ମିଳିଥାଏ, କିନ୍ତୁ ନାଇଲନ୍, ପଲିଷ୍ଟର, ଟେରିଲିନ୍ ଆଦି କୃତ୍ରିମ ତନ୍ତୁ ରାସାୟନିକ ପଦାର୍ଥରୁ ତିଆରି ହୋଇଥାଏ। ତ ତୁଳା, ଝୋଟ, ରେଶମ ଓ ପଶମ ଆଦି କେଉଁଠାରୁ ମିଳିଥାଏ? ସାଧାରଣତଃ ଉଦ୍ଭିଦଠାରୁ ମିଳିଥାଏ ଓ ପ୍ରାଣୀଙ୍କଠାରୁ ମିଳିଥାଏ, କିନ୍ତୁ ନାଇଲନ୍, ପଲିଷ୍ଟର, ଟେରିଲିନ୍ ଆଦି କୃତ୍ରିମ ତନ୍ତୁ ରାସାୟନିକ ପଦାର୍ଥରୁ ମିଳିଥାଏ ବା ତିଆରି ହୋଇଥାଏ। ପ୍ରଶ୍ନ ନମ୍ବର 3 କାରଣ କ'ଣ? କରିଦେଇଛି ପଶ୍ଚିମବଙ୍ଗରେ ଅଧିକ ନଳିତା ଚାଷ କରାଯାଏ। ତ ପଶ୍ଚିମବଙ୍ଗରେ ଅଧିକ ନଳିତା ଚାଷ କାହିଁକି କରାଯାଏ? କାରଣ କ'ଣ? ଉତ୍ତର ଯିବ ପଟୁମାଟିରେ ନଳିତା ଚାଷ କରାଯାଏ। କେଉଁ ମାଟିରେ? ପଟୁମାଟିରେ। ପଶ୍ଚିମବଙ୍ଗର ମୃତ୍ତିକା ପଟୁମାଟି ଶ୍ରେଣୀର, ତେଣୁ ପଶ୍ଚିମବଙ୍ଗରେ ଅଧିକ ନଳିତା ଚାଷ କରାଯାଏ। କାହିଁକି? ନଳିତା ଚାଷ ପଟୁମାଟିରେ ଭଲ ହୁଏ ଓ ପଶ୍ଚିମବଙ୍ଗରେ ପଟୁମାଟି ଅଛି, ତେଣୁ ସେଠାରେ ଅଧିକ ପରିମାଣର ନଳିତା ଚାଷ କରାଯାଏ। ପ୍ରଶ୍ନ ନମ୍ବର ଖ ଦେଇଛି ସୁରଟରେ ବହୁତ ଲୁଗାକଳ ଅଛି। କାହିଁକି? କାରଣ କ'ଣ? ଉତ୍ତର ଯିବ ଗୁଜରାଟର କୃଷ୍ଣ କାର୍ପାସ ମୃତ୍ତିକା ଓ ଉଷ୍ଣ ଜଳବାୟୁ କପା ଚାଷ ପାଇଁ ଉପଯୁକ୍ତ ଅଟେ। ଫଳରେ ଗୁଜରାଟରେ ଅଧିକ କପା ଚାଷ କରାଯାଏ, ତେଣୁ ସୁରଟରେ ବହୁତ ଲୁଗାକଳ ଅଛି। ତ ଗୁଜରାଟର କୃଷ୍ଣ କାର୍ପାସ ମୃତ୍ତିକା ଓ ଉଷ୍ଣ ଜଳବାୟୁ କପା ଚାଷ ପାଇଁ ବହୁତ ଭଲ ଅଟେ। ଫଳରେ ଗୁଜରାଟରେ ଅଧିକ କପା ଚାଷ କରାଯାଏ, ତେଣୁ ସୁରଟରେ ଅଧିକ ଲୁଗାକଳ ଅଛି। ପ୍ରଶ୍ନ ନମ୍ବର 4 ପ୍ରତ୍ୟେକର ଦୁଇଟି ବ୍ୟବହାର ଲେଖ। ନଡ଼ିଆ ତନ୍ତୁ। ନଡ଼ିଆ ତନ୍ତୁର ଦୁଇଟି ବ୍ୟବହାର କ'ଣ? ଉତ୍ତର ଯିବ ନଡ଼ିଆ ତନ୍ତୁରୁ ଦଉଡ଼ି, ରଶି ତିଆରି କରାହୁଏ। କେଉଁଥିରୁ? ନଡ଼ିଆ ତନ୍ତୁରୁ ଦଉଡ଼ି ଓ ରଶି ତିଆରି ହୁଏ। ନଡ଼ିଆ ତନ୍ତୁରୁ ପାପୋଛ ତିଆରି ହୁଏ। କ'ଣ? ପାପୋଛ ତିଆରି ହୁଏ। ଏବେ ଅଛି ଶିମିଳି ତୁଳାର ଦୁଇଟି ବ୍ୟବହାର କ'ଣ? ଶିମିଳି ତୁଳାରେ ତକିଆ ତିଆରି ହୁଏ। କ'ଣ? ତକିଆ ତିଆରି ହୁଏ। ଶିମିଳି ତୁଳାରେ ରେଜେଇ ତିଆରି ହୁଏ। କ'ଣ ହୁଏ? ତକିଆ ଓ ରେଜେଇ ତିଆରି ହୁଏ। ସେପରି ଗର ଦେଇଛି ଝୋଟରୁ କ'ଣ ତିଆରି ହୁଏ? ଝୋଟର ଦଉଡ଼ି ଆଦି ତିଆରି ହୁଏ। ଦଉଡ଼ି ହୁଏ ଓ ଝୋଟରୁ ଅଖା ବା ବସ୍ତା ତିଆରି ହୁଏ। ଏବେ ଯେଉଁ ଆମେ ପ୍ରଶ୍ନ ନମ୍ବର 5କୁ ପ୍ରଶ୍ନ ନମ୍ବର 5ରେ ଦେଇଛି ଶୂନ୍ୟସ୍ଥାନ ପୂରଣ କର। ଝୋଟ ଡେକ୍ସ ଗଛର ବକଳ। କେଉଁ ଗଛର? ନଳିତା ଗଛର ହେଲା। ଝୋଟ ହେଉଛି ନଳିତା ଗଛର ବକଳ। ଖର ଦେଇଛି ଶିମିଳି ଗଛର ତୁଳା ଡେକ୍ସରେ ଉଡ଼ିଯାଏ। କେଉଁଥିରେ ଉଡ଼ିଯାଏ? ପବନରେ ଉଡ଼ିଯାଏ। ପ୍ରଶ୍ନ ନମ୍ବର ଗ ନାଇଲନ୍ ଗୋଟିଏ ଡେକ୍ସ ତନ୍ତୁ। କେଉଁ ତନ୍ତୁ? କୃତ୍ରିମ ତନ୍ତୁ। ରେଶମ ପୋକର ଡେକ୍ସରୁ ରେଶମ ମିଳେ। କେଉଁଥିରୁ? ରେଶମ ପୋକର କୋଷାରୁ ରେଶମ ମିଳେ। ପ୍ରଶ୍ନ ନମ୍ବର 6ରେ ଦେଇଛି ଶୀତଦିନେ ବ୍ୟବହାର ହେଉଥିବା ସ୍ୱେଟର ଓ ଖରାଦିନେ ସାଧାରଣତଃ ବ୍ୟବହାର ହେଉଥିବା ସାର୍ଟ ଯେଉଁ ଯେଉଁ ତନ୍ତୁରୁ ତିଆରି ସେମାନଙ୍କ ମଧ୍ୟରେ ଦୁଇଟି ପାର୍ଥକ୍ୟ ଲେଖ। ତ
ତ ଆମେ ଶୀତଦିନେ ଅନ୍ୟ ପୋଷାକ ବ୍ୟବହାର କରିଥାଉ ଓ ଖରାଦିନେ ଆମେ ଅନ୍ୟ ପୋଷାକ ବ୍ୟବହାର କରିଥାଉ। ତ ସେହି ଦୁଇଟି ପୋଷାକ କେଉଁ କେଉଁ ତନ୍ତୁରୁ ତିଆରି ସେମାନଙ୍କର ନାମ ଲେଖ। ଉତ୍ତର ଯିବ ଶୀତଦିନେ ବ୍ୟବହାର ହେଉଥିବା ସ୍ୱେଟରର ପଶମ ତନ୍ତୁରୁ ତିଆରି। କେଉଁଥିରୁ? ପଶମ ତନ୍ତୁରୁ ତିଆରି ହୁଏ। ଓ ଖରାଦିନେ ସାଧାରଣତଃ ବ୍ୟବହାର ହେଉଥିବା ସାର୍ଟ ତୁଳା ତନ୍ତୁରୁ ତିଆରି ହୁଏ। ସାର୍ଟଟି ତୁଳା ତନ୍ତୁରୁ ଓ ଶୀତଦିନେ ବ୍ୟବହାର ହେଉଥିବା ସ୍ୱେଟରଟି ପଶମ ତନ୍ତୁରୁ ତିଆରି ହୋଇଥାଏ।